ମା ଆଜି ଟିକେ ମାର୍କେଟ ଆସିଥିଲା, ସଉଦା ଘରେ କ'ଣ ନଥିଲା ନେବା ପାଇଁ, ତ ତାକୁ ଦେଖିକି ମୁଁ ବସିକି ତା ସହିତ ବାହାଘର ବିଷୟରେ ଟିକେ କଥାବାର୍ତ୍ତା ହେଇଥିଲି। ବାହାଘର ତ ପାଖେଇ ଆସିଲାଣି, କାହାର ତ ଆପଣମାନେ ଜାଣିଛନ୍ତି। ଚ୍ୟାନେଲରେ ଯୋଡ଼ି ହେଇ ରହିଲେ ଆଗକୁ ଆଗକୁ ସବୁ ମଜା ଆପଣମାନେ ଦେଖିପାରିବେ। ତାପରେ ମା ସହିତ କଥା ହଉ ତାକୁ ଭୋକ ଲାଗିଥିଲା, ତାକୁ ଟିକେ ଖାଇବାକୁ ଦେଇ ଦେଇଥିଲି, ସେ ଡବଲ ସହିତ ପଳେଇଥିଲା। ତାପରେ ପିଲାଙ୍କ ପାଇଁ ଖାଇବାକୁ ବାଢ଼ିଥିଲି ଅଣ୍ଡା ଆମ୍ଲେଟ୍, ମାଛ ଭଜା, ଆଳୁ ଫୁଟା ଆଉ ତା ସହିତ ଛୁଇଁ ଭଜା। ମୋ ପାଇଁ ଶାଗ ଭଜା, ଆଳୁ ଫୁଟା ଆଉ ଛୁଇଁ ଭଜା ବାଢ଼ି ଖାଇ ଦେଇଥିଲି। ଘରକୁ ଯାଇଥିଲୁ, ସେଠି ଟାଇଲ୍ କାମ ହେଉଛି, ମନ ତ ସମ୍ଭାଳୁନି, ଟିକେ ଦେଖିଦେଇକି ଆସିଥିଲୁ। ଏଇ ଟାଇଲ୍ଟା ରୁମ୍ ପାଇଁ ଆସିଛି, ବରଣ୍ଡା ପାଇଁ ଅଲଗା ଟାଇଲ୍ ଆସିବ। ତାପରେ ବାରିଆଡ଼େ ଯାଇକି ଟିକେ ବସିଥିଲି, ଘର ଦ୍ୱାର ଯେତେ ସଜାଇଲା ବେଳକୁ ପୁଣି ଛିନଛତ୍ର ହେଇକି ପଡ଼ିଯାଉଛି। କାମ ଯେପର୍ଯ୍ୟନ୍ତ ନ ସରିବ ସେ ପର୍ଯ୍ୟନ୍ତ କିଛି ବି ହେଇପାରିବନି, ସେ ଯେଉଁ ଅସନାକୁ ସେଇ ଅସନା ହେଇକି ରହିବ। ଆଉ ଭାଇ କହିଲେ ଦେଖି ତ ସାରିଲୁଣି, ମନ ତ ତୋର ବୋଧା ହେଇଗଲା, ଚାଲ ଏବେ ଘରକୁ ପଳେଇବା, ତତେ ନେଇକି ଘର ଛାଡ଼ିଦେବି। ତାପରେ ମୁଁ ଭାଇଙ୍କ ସହିତ ପଳେଇ ଆସିଥିଲି। ଆଗକୁ ଘର ପୂଜା ହେବାର ଅଛି। ଆପଣମାନେ ଯଦି ଚ୍ୟାନେଲଟିକି ସବସ୍କ୍ରାଇବ୍ କରିନାହାନ୍ତି ଜଲ୍ଦି ଜଲ୍ଦି କରିଦିଅନ୍ତୁ। ରହିଯାଉଛି, ବାଏ ବାଏ।